ରେକର୍ଡର ଅଧିକାରୀ ହେଲେ ବୈଭବ ସୂର୍ଯ୍ୟବଂଶୀ। ଜି ହଁ ଦର୍ଶକ ବନ୍ଧୁ, ଜିମ୍ବାବୋର ହରାସ୍ଥିତ ହରାରେ ସ୍ପୋର୍ଟସ କ୍ଲବରେ ଶୁକ୍ରବାର ଦିନ ଜାରି ଥିବା ଇଂଲଣ୍ଡ ବିପକ୍ଷ 19 ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ 175 ରନ୍ର ବିସ୍ଫୋରକ ପାଳି ଖେଳିବା ସହିତ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ତ ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ। 175 ରନ୍ ଯୁବ ବିଶ୍ୱକପ୍ ପ୍ଲେଅଫ୍ ମ୍ୟାଚ୍ରେ ବ୍ୟକ୍ତିଗତ 150 ରନ୍ ସ୍କୋର ହେବା ଏହା ପ୍ରଥମ ଘଟଣା। ପୂର୍ବରୁ ୱେଷ୍ଟଇଣ୍ଡିଜର ନିକୋଲସ୍ ପୁର 14 କ୍ୱାର୍ଟର ଫାଇନାଲ ଇଂଲଣ୍ଡ ବିପକ୍ଷରେ ଯିଏକି 143ର ସର୍ବ ସ୍କୋର ଥିଲା। ଫାଇନାଲରେ ଭାରତ ଉନ୍ମୁକ୍ତ ଚାନ୍ଦ ଯିଏକି 111 ରନ୍ର ଅଷ୍ଟ୍ରେଲିଆ ବିପକ୍ଷ 2012ରେ ଶତକ ହାସଲ କରିଥିଲେ। ସେହିଭଳି ଯୁବ ଦିନିକିଆରେ ଗୋଟିଏ ପାଳିରେ ଏହା ଦ୍ୱିତୀୟ ସର୍ବୋଚ୍ଚ ସ୍କୋର। ଏହି ରେକର୍ଡ ଭାରତର ଅମ୍ପତି ରାୟୁଡୁ ଯିଏକି 177 ରନ୍ 2002ରେ ଇଂଲଣ୍ଡଙ୍କ ନାମରେ ରହିଛି। ଗତ ଡିସେମ୍ବର ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀ 171 ରନ୍ ତୃତୀୟରେ ରହିଛନ୍ତି। 14 ବର୍ଷ 316 ଦିନ ଯିଏକି ଯୁବ ବିଶ୍ୱକପର ଶତକ ଅର୍ଜନ କରିଥିବା ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ବାବର ଆଜମ ଯିଏକି 15 ବର୍ଷ 42 ଦିନଙ୍କ ନାମରେ ଥିଲା। 55 ବଲ୍ରେ ଶତକ, ଏହା ବି ଦ୍ୱିତୀୟ ଦ୍ରୁତତମ ଶତକ ହୋଇଛି। ତାଙ୍କ ଆଗରେ ଅଷ୍ଟ୍ରେଲିଆର ୱିଲ୍ ମ୍ୟାକ୍ଜୁମ୍ ଯିଏକି 51 ବଲ୍ରୁ ଜାପାନ ବିପକ୍ଷରେ 2026ରେ ରହିଛି। 218.75 ଷ୍ଟ୍ରାଇକ୍ ରେଟ୍। ଜି ଦର୍ଶକ ବନ୍ଧୁ, ସୂର୍ଯ୍ୟବଂଶୀଙ୍କ 80 ବଲ୍ରେ 175 ରନ୍ର ଯିଏକି ଗୋଟିଏ ପାଳିରେ ବ୍ୟକ୍ତିଗତ ସର୍ବୋଚ୍ଚ ଷ୍ଟ୍ରାଇକ୍ ରେଟ୍। ତାଙ୍କ ପଛରେ ରହିଛନ୍ତି ୱିଲ୍ ମ୍ୟାକ୍ଜୁମ୍ ଯିଏକି 150.45। 30ଟି ଛକା। ଗୋଟିଏ ଯୁବ ବିଶ୍ୱକପ୍ ଇତିହାସରେ ବ୍ୟକ୍ତିଗତ ମୋଟ ଛକାରେ ଏହା ସର୍ବାଧିକ। 18 ଛକା ଏହା ପୂର୍ବରୁ ଯୁଗ୍ମ ଭାବରେ ଆଗରେ ଥିବା ଡେୱାଲ୍ ବ୍ରେଭିସ୍ ଯିଏକି 2022 ଓ ଫିଲ୍ ଆନେନ୍ 2016ରେ 2018କୁ ସୂର୍ଯ୍ୟବଂଶୀ ପଛରେ ପକାଇଛନ୍ତି। 15 ଛକା। ଯୁବ ଦିନିକା ପ୍ରତିଯୋଗିତାରେ ଗୋଟିଏ ପାଳିରେ ସର୍ବାଧିକ ପୂର୍ବରୁ ଏହି ରେକର୍ଡ ବି ସୂର୍ଯ୍ୟବଂଶୀଙ୍କ ନାମରେ ଥିଲା ଯିଏକି 14 ଛକା ୟୁଏଇ ବିପକ୍ଷରେ 2025 ଡିସେମ୍ବରଙ୍କ ନାଁରେ ଥିଲା। ତାଙ୍କର ଏହି ଭୟଙ୍କର ବ୍ୟାଟିଂ ଯୋଗୁଁ ହିଁ ଭାରତ ଅଣ୍ଡର-19 ବିଶ୍ୱକପ୍ ଚାମ୍ପିୟନ ହେଲା। ଯେଉଁ ଦର୍ଶକ ବନ୍ଧୁ, ବୈଭବ ସୂର୍ଯ୍ୟବଂଶୀ ଏକାକି 80ଟି ବଲ୍ରେ ମାତ୍ର 80ଟି ବଲ୍ରେ 15ଟି ଚୌକା 15ଟି ଛକା ସହାୟତାରେ 175 ରନ୍ର ତାବଡ଼ତୋଡ଼ ପାରି ଖେଳିଥିଲେ, ଯାହାଫଳରେ ଭାରତ 50 ଓଭରରେ 9 ୱିକେଟ୍ ହରାଇ 411 ରନ୍ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ଆଉ ଇଂଲଣ୍ଡ ଟିମ୍ ଏହି ରନ୍ ସ୍କୋର 412 ରନ୍କୁ ଟାର୍ଗେଟ୍ ପିଛା କରି ସମସ୍ତ ଟିମ୍ 40 ଓଭରରେ ମାତ୍ର 311 ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଆଉ ଭାରତ ଅଣ୍ଡର-19 ଟିମ୍ ଏହି ମ୍ୟାଚ୍କୁ 100 ରନ୍ରେ ଜିତି ନେଇଛି। ଜ୍ଞାନ ବନ୍ଧୁ, ତ ଏହି ମ୍ୟାଚ୍ରେ ହିରୋ ସାଜିଥିଲେ ଭାରତର ଉଦୀୟମାନ ତାରକା ବିସ୍ମୟ ବାଳକ ଭୟଙ୍କର ବାଳକ ଯିଏ ହେଉଛନ୍ତି 14 ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ। ଜ୍ଞାନ ବନ୍ଧୁ, ଦମଦାର ଶତକ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେଲେ ଆଉ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ। ତ ଇଏ ଥିଲା ଲାଟେଷ୍ଟ ଅପଡେଟ୍ଟି ଯାହା ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଷ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ କ୍ରିକେଟ୍ରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।